ପୂଜ୍ୟପାଦ ଦାଦାଙ୍କୁ ନେଇ ଆପଣ କିଛି ଅନୁଭୂତି ଆମକୁ କୁହନ୍ତୁ। ଶ୍ରୀ ଶ୍ରୀ ଦାଦାଙ୍କ ସହିତ ମାନେ ଚଲାବୁଲା କଲାବେଳେ ଅନେକ କଥା ସେ ଯେଉଁ କହନ୍ତି ସେଗୁଡ଼ିକରୁ ପ୍ରତ୍ୟେକ କଥା ଆମମାନଙ୍କୁ ଠିକ୍ ବାଟରେ ନେବା ପାଇଁ ହିଁ କହନ୍ତି, କିମ୍ବା କାର୍ଯ୍ୟକ୍ଷମ କରିବାକୁ ଆମର ଦାୟିତ୍ୱ ବଢ଼ାଇବାକୁ ଏସବୁ କହନ୍ତି। ଅନେକ ଭାବନ୍ତି ଯେ ଆମର ଦାୟିତ୍ୱ ଗୁଡ଼ିକ କେବଳ ଠାକୁରଙ୍କ କଥା ନୁହେଁ। ଜଣେ ଲୋକ ଠାକୁର ତ ସବୁ କଥା କହିଛନ୍ତି ଏବଂ ଶିକ୍ଷା କଥା କହିଛନ୍ତି। ଆମେ ଧରନ୍ତୁ ମୁଁ କୃଷି ବିଭାଗର ଲୋକ, ଏ କୃଷି ବିଭାଗର ବିଭିନ୍ନ ଗଛ ସମ୍ବନ୍ଧରେ ଜାଣିବା, ତାର ବ୍ୟବହାର ସମ୍ବନ୍ଧରେ କହିବା ଏବଂ ମାନେ ପୂଜ୍ୟପାଦ ଦାଦା ଥରେ ମାନେ ମାଣ୍ଡିଆ, ବର୍ତ୍ତମାନ ମାଣ୍ଡିଆ ମିଲେଟ୍ ଉପରେ ହେଉଛି, କିନ୍ତୁ ସେ ସମୟରେ ବୋଧେ ମୋର ମନେ ଅଛି ଗୋଟେ 15 ଦିନ ପର୍ଯ୍ୟନ୍ତ ମାଣ୍ଡିଆ ଉପରେ କେବଳ ଆଲୋଚନା ହେଲା। ମାଣ୍ଡିଆ କେମିତି ଅଣା ମାନେ କ'ଣ ଖିଆଯିବ, କେମିତି କ'ଣ କରାଯିବ, ମାନେ ତାପରେ ବ୍ରେଡ୍ ଫ୍ରୁଟ୍ କ'ଣ, ତା ଉପରେ କ'ଣ କରାଯିବ। ତେଣୁ ଗୋଟେ କଥା ହେଉଛି ତାଙ୍କ ପାଖରେ ବସିଲେ ମାନେ ମନୁଷ୍ୟ ସବୁ କଥା ଯିଏ ଯେଉଁ ସବଜେକ୍ଟର ସେ ସବଜେକ୍ଟରେ ତାକୁ ବିଶେଷ କଥା କରନ୍ତି ଏବଂ ସେଇଟା ଉପରେ କାମ କରିବାକୁ ସେ କହନ୍ତି। ପ୍ରଥମ କଥା ସେ କହିଲେ ଯେ ମଞ୍ଜି କଦଳୀ, ଗୋଟେ ବଙ୍ଗଳାରେ ଗୋଟେ ବଡ଼ ବଡ଼ କଦଳୀ ଅଛି, ସେଟା ମଞ୍ଜି କଦଳୀ, ବିଚ୍ କେଲା ତାକୁ କୁହାଯାଏ। କହିଲେ ସେଇଟାକୁ କେମିତି କରାଯିବ, ମଞ୍ଜି ହୀନ କେମିତି କରାଯିବ। ସେଠୁ ଆମର ସବୁ ବିଭିନ୍ନ, ସେଠି 2 ଜଣ ସାଇଣ୍ଟିଷ୍ଟ, ଆମେ ବି 2 ଜଣ, ଆମେ ସବୁ ଗଛ ଆଣିକି ଡିପାର୍ଟମେଣ୍ଟରେ କଲୁ ଏବଂ ବିରାଟ ହେଲା ତାକୁ ସବୁ ମାନେ ସେଗୁଡ଼ିକ କେତେ ଗୁଡ଼ାକରେ ବି ମଞ୍ଜି ଗୁଡ଼ାକ ମଞ୍ଜି ରହିଲା, କିନ୍ତୁ ସେଟା ଚେପ୍ଟା ମାନେ ହେଇଗଲା ଏବଂ ସେଇଟାକୁ ଶ୍ରୀ ଶ୍ରୀ ଦାଦା ମାନଙ୍କୁ କହିଥିଲେ ଏଇଟା ଭଲ ଭାବରେ କର, କାରଣ ଏଇ କଦଳୀଟା ବହୁତ ମିଠା, ପାଟକପୁରା ଭଳିଆ ଗୋଟେ କଥା। ତା ମାନେ ଆପଣଙ୍କୁ କୌଣସି କାମରେ ସେ ଲଗେଇ ଦେବାକୁ ଚାହାନ୍ତି, ଆପଣଙ୍କ ଲାଇନରେ ସେ ଯୋଉଟା ଅଛି ସେଇଟା। ଆଚ୍ଛା, ଦିନେ ସନ୍ଧ୍ୟାବେଳେ ଶ୍ରୀ ଶ୍ରୀ ବଡ଼ଦା ଉପରେ ଅବସ୍ଥାନ କରିଥାନ୍ତି। ଆଉ ମୋତେ ପରିଡ଼ାଦାଙ୍କୁ କହିଲେ ତ୍ରିନାଥଦାକୁ ନେଇକିରି ଆଉ ବାବାଙ୍କ ପାଖେ ନିବେଦନ କର, একটা ଔଷଧୀୟ ମାନେ ବୃକ୍ଷ ସମ୍ବନ୍ଧରେ ଗୋଟେ ବହି ଲେଖିବ। ସେଠୁ ସେ ମୋତେ ନେଇକିରି ଗଲେ। ସେ ସେଠୁ କହିଲେ ତ୍ରିନାଥଦା ଏଇ একটা ଔଷଧୀୟ ପୁସ୍ତକ ଲେଖିବେ। ପୂଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦା ତାକୁ ଆଶୀର୍ବାଦ କଲେ। ମୁଁ ଆସିକି ପହଞ୍ଚିଲି ଦାଦାଙ୍କ ପାଖରେ। ମୁଁ ତ ଏଗ୍ରିକଲଚର ଲୋକ, ଏସବୁ ବିଷୟରେ କିଛି ଜଣା ନାହିଁ, କ'ଣ କରାଯିବ। ସେଠୁ ସେ କହିଲେ କୋଉଥିରେ ଲେଖିବ, ଓଡ଼ିଆରେ, ଇଂରେଜୀରେ, ଆଉ କୋଉଥିରେ ଲେଖିବ। ଇଂରେଜୀରେ ଲେଖିଲେ ଭଲ ହୁଏ, ନହେଲେ ଓଡ଼ିଆ, ଏମିତିକା ସବୁ କଥା ହେଲା। ବଙ୍ଗଳା ଏସବୁ କଥା ଏଇସବୁ। ଆଚ୍ଛା, ବହୁତ ଦିନ ପର୍ଯ୍ୟନ୍ତ ମୁଁ ନେଇକି ଲେଖିକିରି ଦେଲି, ସେଗୁଡ଼ିକ ତାଙ୍କ ମନ ମାନିଲା ନାହିଁ। କାରଣ ଶ୍ରୀ ଶ୍ରୀ ଦାଦା ଚାହୁଁଥିଲେ ଗୋଟେ ଔଷଧୀୟ ଗଛ ଯଦି ବ୍ୟବହାର କରାଯିବ, କେତେ ପରିମାଣରେ କେତେବେଳେ, ଏଇ ବ୍ୟବହାରଟା ଲୋକଙ୍କ ପାଖରେ ପହଞ୍ଚିବା ଦରକାର। ଅମକ ଗଛରେ ଅମକ ରୋଗ ଭଲ ହେଇଯାଏ, ଏଇଟାକୁ ସେ ପସନ୍ଦ କରୁନଥିଲେ। 19 ମାନେ ଏଇଟା ହେଉଛି ଧରନ୍ତୁ 92-93 ମସିହାର କଥା। 1913 ବର୍ଷ ପର୍ଯ୍ୟନ୍ତ ମୁଁ ଏଇଟା ଆଉ ବିଶେଷ କିଛି କାମ କରିପାରିଲିନି। ହଠାତ୍ ମୋ ମୁଣ୍ଡକୁ ଆସିଲା, ଶ୍ରୀ ଶ୍ରୀ ଦାଦା 13-11 ଖଣ୍ଡ ବହି ରଖିଥାନ୍ତି ପାଖରେ, ତା ନାଁ ଚିରଞ୍ଜୀବୀ ବନୌଷଧି ଏବଂ ସେଟା ବଙ୍ଗଳାରେ। ଏବଂ ମୁଁ ସେଠୁ କ'ଣ କଲି, ମୁଁ କହିଲି ଗୋଟେ କ'ଣ କରାଯାଏ। ହଠାତ୍ ମୁଁ ଜଣେ ବଙ୍ଗାଳୀ ଭଦ୍ର ମହିଳା, ଆମର ତାଙ୍କ ନାଁ ହେଉଛି ଛନ୍ଦା ରାୟ, ତାଙ୍କୁ ଜାଣିଥିବେ ସମସ୍ତେ, ଯେ ସେଠୁ ତାଙ୍କୁ କହିଲି ମା ଗୋଟେ କାମ କରିପାରିବା। ସେଠୁ ସେ କହିଲେ କ'ଣ କହୁନାହାନ୍ତି। ମୁଁ କହିଲି ମୁଁ ଯେମିତି କହୁଛି ଆପଣ ଏଇଟା ଲେଖନ୍ତୁ, ଏ 13ଟା ଭଲ୍ୟୁମରୁ। ସେଠୁ ସେ ବି ତାକୁ ପଢ଼ିଲେ, ପଢ଼ିକିରି ସେଠୁ ଲେଖିବା ଆରମ୍ଭ କଲୁ। ଆମେ ଅଳ୍ପ ଦିନ ପରେ ଗୋଟିଏ ବହି ଭିତରେ ସେ 13ଟାଙ୍କ ମାନେ ବିଷୟରେ ଯେଉଁ ମାନେ ତାର ସାରାଂଶ ତାକୁ ଲେଖିଦେଇକି ତିଆରି କଲୁ। ଆଚ୍ଛା, ଏଇଟା ମୁଁ ଯେହେତୁ ଏଇଟା ଗୋଟେ, ମୁଁ ତାଙ୍କୁ କହିଲି ଦେଖ ଏଇଟା ଗୋଟେ ସରପ୍ରାଇଜ କରିବା ପୂଜ୍ୟପାଦ ଦାଦାଙ୍କୁ, ଏଇଟା ଗୋଟେ ଧୃଷ୍ଟତା କଥାଟା, ତାଙ୍କୁ କ'ଣ ସରପ୍ରାଇଜ କରିବ। ମୁଁ ଦେଖିଲି ବଡ଼ ଅଡ଼ୁଆଟା ହେଇଗଲା। ତାପରେ ବର୍ତ୍ତମାନ ଆଚାର୍ଯ୍ୟ ଦେବଙ୍କୁ କହିଲି, ମୁଁ କହିଲି ଏମିତି ଆଜ୍ଞା ଗୋଟେ ବହିଟେ ଲେଖା ହେଇଛି। ସେ କହିଲେ ହଉ ତୁମେ ଆଣ, ବାବାର କାছে ଆସ, ମୁଁ ଦେବି। ଏଠୁ ତାପରେ ନେଇକି ଦିଆଗଲା। ସେଇଟା 16 ମସିହା ନା କେତେରେ ଆମେ ଦେଲୁ। ସେଇଟା ମାନେ ସେ 13ଟାଙ୍କ ବହି ପଢ଼ିବା ଯାହା, ଏଇଟାରୁ ଅନ୍ତତଃ ସେତିକି ବ୍ୟବହାର କଲା ଭଳିଆ
ମାନେ ଜିନିଷଟାକୁ ଆମେ ଏକାଠି କରିଦେଲୁ। ଶ୍ରୀ ଶ୍ରୀ ଦାଦା କହିଲେ ଥ୍ୟାଙ୍କ ୟୁ ମାନେ କହିଲେ, ଏବଂ ମତେ ଗୋଟେ କେତେ ଦିନ ଧରିକିରି ଗୋଟେ କଥା ମାନେ ଆମର ହେଇପାରୁନଥିଲା। ମାନେ ଗୋଟେ କଥା ହଉଛି ସିଏ ତାର ଏଇଟା କରେଇ ଦିଅନ୍ତି ଯେ ଏଇ ଜିନିଷଟାକୁ ମାନେ ହେଇଯାଏ। ମାନେ ଗୋଟେ କଥା ହଉଛି ତାଙ୍କୁ ସେ ଯୋଉ ଜିନିଷ ତମର ଡିଫେକ୍ଟ ରହୁଥିବ, ତୁମେ କରିପାରୁନଥିବ, ସେଟା କରିଲା ମାନେ ତୁମର ଗୋଟେ ମାନେ ଶକ୍ତି ଜାଗ୍ରତ ହବ, ଏବଂ ଗୋଟେ ବଡ ଜିନିଷକୁ କିପରି ଅଳ୍ପ ସମୟ ଭିତରେ କରାଯାଇ ପାରିବ ସେ କଥା। ଆଉ ଗୋଟେ ଦିନ ମତେ କହିଲେ ଯେ আমার ସାଙ୍ଗେ ଆସ, ଏଇଟା ଉତ୍ସବଟା। ସେଠୁ ମୁଁ ଗଲି, ଗଲା ପରେ ଶ୍ରୀ ଶ୍ରୀ ବଡ଼ଦାଙ୍କ କକ୍ଷକୁ ଗଲେ ଏବଂ ପ୍ରଣାମ ମୁଁ କଲି। ଆଉ ତାପରେ ସେ କହିଲେ ତ୍ରିନାଥ একটা ভেষজ উদ্যান ভুবনেশ্বর উপকণ্ঠে হবে। ଶ୍ରୀ ଶ୍ରୀ ବଡ଼ଦା ଆଶୀର୍ବାଦ କଲି। ମୁଁ କୋଉଠି ଲୋକ ଏଇ ଗଛ ମାନେ ଇଏ ଜାଗା ଯୋଗାଡ଼ କରିବା, ଏସବୁ ଭେଷଜ ଉଦ୍ୟାନ ଗଛପତ୍ର ଲଗେଇବା, କିନ୍ତୁ ଠିକ ଆମେ ଆସିବାର 7 days ଭିତରେ ଗୋଟେ ଜାଗାଟେ ରେଜିଷ୍ଟ୍ରେସନ ହେଲା, ଏବଂ ତାପରେ ଧୀରେ ଧୀରେ ଆମେ ଏଇଟା ଗୋଟେ ଷ୍ଟେଜକୁ ଯୋଉମାନେ ଯାଇଥିବେ ସେଟାକୁ ନେଇ ଆସିଲୁ। କାରଣ ସିଏ ଯୋଉଟା ଇଚ୍ଛା କରନ୍ତି, ଏଇଟା ଗୋଟେ ଦିନପଞ୍ଜି କେଷ୍ଟଦାଙ୍କର ବହିରେ ମୁଁ ପଢିଛି, ଶ୍ରୀ ଶ୍ରୀ ଠାକୁର ତାକୁ ମାନେ କହିଛନ୍ତି ଗୋଟେ একটা ଜଙ୍ଗଲ ଭିତରେ একটা ମାନେ ବାଡି থাকবে, ଆଉ ତା ଚାରିପଟେ ଗ୍ରିଲ ଲାଗবে। ଆମେ ଘରଟା ତିଆରି କଲେ, ମୁଁ କହିଲି ଆରେ ଏଇଟା ଶ୍ରୀ ଶ୍ରୀ ଠାକୁର ତ ଏଇଆ ଲେଖିଥିଲେ, ଏବଂ ଏଇଟା ତ ଆମେ ସେମିତିକା ଗୋଟେ ତ କରିଛେ। ଏବଂ ତାପରେ ଶ୍ରୀ ଶ୍ରୀ ଦାଦା ଯାଇଥିଲେ, ଆଉ ପୂଜନୀୟା ବୁଦ୍ଧି ଯାଇଥିଲେ, ଆଉ ବର୍ତ୍ତମାନର ଆଚାର୍ଯ୍ୟ ଦେବ ସେଠି ଯାଇକିରି ସବୁ ତିଆରି ମାନେ ଯୋଉ ଗୋଟେ ଜାଗାରେ ବସିଥିଲେ, ସେଇଠି ଏବେ ଆମେ ସବୁ ନାଟମଣ୍ଡପ କରିଛୁ, ଏସବୁ କଥା କରିଛୁ। ଏସବୁ ଗୋଟେ ମାନେ ଆମକୁ କର୍ମ ପ୍ରବାହ ଭିତରେ ଆମକୁ ଲଗେଇବା ପାଇଁ ଯେ ତୁମେ ଏଇ କାମ କର। କିନ୍ତୁ ଅନେକ ସମୟରେ ଆମର ଗୋଟେ ଧୃଷ୍ଟତା କିମ୍ବା ଆମମାନଙ୍କର ଗୋଟେ ଅବିଶ୍ୱାସନୀୟ ବିଶ୍ୱାସହୀନତା ଅନେକ ଜିନିଷ ଆମେ କରିପାରିବୁ। କାରଣ ଥରେ ରାୟଗୁରୁ ଯିଏ ଜଗନ୍ନାଥଙ୍କର ମାନେ ପୂଜା ପଣ୍ଡା ପୂଜ୍ୟପାଦ ଦାଦାଙ୍କର, ସିଏ ଆଣିକିରି ଗୋଟେ ଧାନ ଦେଲେ, କହିଲେ ଆଜ୍ଞା ଏଇଟା ଜଗନ୍ନାଥ ମନ୍ଦିରରୁ କହୁଛି। ସେ ସେଠୁ କହିଲେ ତ୍ରିନାଥ ଦା ଏଇଟା ଗଜା କରେ, ମାନେ ଏଇଟା ଗଜା। ମୁଁ ସାଙ୍ଗେ ସାଙ୍ଗେ ଭାବିଲି ଏଇଟା ଗୋଟେ 1100-1000 ବର୍ଷ ତଳର ଗଛ, ଏଇଟା କେମିତି ଗଜା ହବ? ସେଠୁ ଆଉ ମୁଁ କଣ ଆଉ କୌଣସି କଥା କହିବି। ସେଠୁ ମୁଁ ତାକୁ ସାଙ୍ଗେ ସାଙ୍ଗେ ଏଇଟାକୁ ମୁଁ କାଜୁଆଲି ନେଲି, ମାନେ ଏଇଟା ଗୋଟେ ମୋର ଗୋଟେ ଜୀବନରେ ଗୋଟେ ବଡ ବିଫଳତା ବୋଲି ମୁଁ ମନେ କରୁଛି। ତାପରେ ମୋର ଜଣେ ମତେ ଏଇ ଟିସ୍ୟୁ କଲଚର ବାୟୋଟେକ୍ନୋଲୋଜି ଲାବୋରେଟୋରୀ ବିଷୟରେ ବିଶେଷ ଜଣା ନଥାଏ। ମୋର ଜଣେ ଷ୍ଟୁଡେଣ୍ଟ, ସେ ପ୍ରଫେସର ବାୟୋଟେକ୍ନୋଲୋଜି ଦୟାନିଧି ମହାପାତ୍ର, ତାଙ୍କୁ କହିଲି, ମୁଁ କହିଲି ଦୟାନିଧି ହଉ ୟାକୁ ତୁମେ ଲାବୋରେଟୋରୀରେ କରିକି ଗଛ। ସେ ହସିଲେ। ମୁଁ କହିଲି ଏ ଦେଖ ତୁମକୁ ମୁଁ କହୁଛି ଏଇଟା ତୁମେ କରିବ। ସେଇଟା କଲେ, କିନ୍ତୁ ସେ ସକ୍ସେସ୍ ହେଲେନି। କଥାଟା ହଉଛି ମାନେ ସେ ଗଛ ଗଜା ହବାର କଥା। ଶ୍ରୀ ଶ୍ରୀ ଠାକୁର ଜଳେ 2000 ବର୍ଷ ତଳର ଗୋଟିଏ ପଦ୍ମ ମଞ୍ଜିକି ମାନେ ଥରେ ନେଇଥିଲେ କାଲିଫର୍ନିଆନ ୟୁନିଭରସିଟିରେ। ସେ ଯେତେବେଳେ ସେଟାକୁ ଦିଆଗଲା, ସେଥିରୁ ଗଜା ବି ହେଇଥିଲା। କାରଣ ସେ ଯାହା ଚାହିଁବେ ସେଇଟା ହେଇଯିବ, ଆମେ ସେଇଟା କରିପାରେ ନାହିଁ। ଏଇପରି ମାନେ ଗୋଟେ କଥାଟେ ମତେ ଲାଗିଲା। ଆଉ ତାଙ୍କର କଥା ଗୁଡ଼ିକ ମୋର ଅନୁଭୂତି ଅନେକ ସମୟରେ ଦୁଃଖ ଲାଗେ ଯେ ଆମେ ଠିକ ଭାବରେ ପ୍ରପର କରିପାରିଲେ ନାହିଁ। ଯେତେବେଳେ ଆଚାର୍ଯ୍ୟ ଦେବଙ୍କର ବିବାହ ହେଇଥାଏ, ବିବାହ ସରିଯାଇଥିଲା, ସେଠୁ ତାପରେ ମତେ ଗୋଟେ ମୁଁ ବାହାରି ମୁଁ କହିଲି ଆଜ୍ଞା ବାଡ଼ି ଯାଉ। ସେଠୁ ଗୋଟେ ସେ ଖାମରେ 1000 ଟଙ୍କା ଭର୍ତ୍ତି କଲେ, କହିଲେ ଏଇଟା ନେଇକି ଆମର ଯେ ରାୟଗୁରୁ ଆମର ପଣ୍ଡା ତାକୁ ଦେବେ। ସେଠୁ ମୁଁ କହିଲି ଆଜ୍ଞା। ତାପରେ ଗଲି, ତାପରେ ତାଙ୍କ ଘରକୁ ଯାଇକି ପହଞ୍ଚିକି ତାଙ୍କ ଘରକୁ ଗଲି। ସିଏ ତାଙ୍କ ପୁଅ କହିଲା ଯାଇଛନ୍ତି ମନ୍ଦିରକୁ, ଆସିବେ ବାବା। ସେ ଆସିଲେନି, ବହୁତ ସମୟ ବସିବେ। ସେ କହିଲା ଆପଣ ମତେ ଦେଇ ଦେଉନାହାନ୍ତି। ସେଠୁ ମୁଁ କହିଲି ଆପଣଙ୍କୁ ଦେଇଦେବି। ବହୁତ ସମୟ ବସିଲି। ସେ କହିଲେ ନାଇଁ ସେ ଟିକେ ଆସିବା ଡେରି ହବ। ଆଚ୍ଛା, ମୁଁ ସେତେବେଳେ ଏସବୁ ବିଷୟରେ ଏତେଟା ଅଭିଜ୍ଞତା ମୋର ନାହିଁ। ମୁଁ ସେଇ ତାକୁ ଦେଇଦେଇ ଚାଲି ଆସିଲି। ଆଉ ତାର କିଛି ଦିନ ପରେ ଜଣେ ଗୁରୁ ଭାଇ ମତେ ଫୋନ କଲେ ସତ୍ସଙ୍ଗ ବିହାରରୁ, ଯେ ଆଜ୍ଞା ଆପଣ ଘରେ ଅଛନ୍ତି କି? ମୁଁ ଯିବି ଗୋଟେ ଗଛଟେ ପୂଜ୍ୟପାଦ ଦାଦା ପଠେଇଛନ୍ତି ଚିହ୍ନିବା ପାଇଁ, ଆପଣଙ୍କ ପାଖକୁ ନେଇକି। ମୁଁ କହିଲି ନାଇଁ ନାଇଁ ମୁଁ ଏବେ ଯିବି, ଆପଣ ରଖିଥାନ୍ତୁ, ମୁଁ ଉପରବେଳା ଯିବି। ନା ସେଇଟା କେମିତି ହବ? ଆଉ ପୂଜ୍ୟପାଦ ଦାଦା ମତେ ଦେଇଛନ୍ତି ଆପଣଙ୍କୁ ଦବା ପାଇଁ, ଆଉ ମୁଁ ଏଠି ଦେଇକି ଯିବି? ସେଇଟା ହେଇପାରିବନି, ମୁଁ ଆପଣଙ୍କ ହାତରେ ନେଇକି ଦେବି।
ତାପରେ ମୋ ମୁଣ୍ଡରେ ପଶିଲା, ମୁଁ କହିଲି ଆରେ ସେ ଟଙ୍କାଟା ତ ମୁଁ ସେଠିକି ଦେଇକି ଆସିଲି। ଏମିତିକା ଅନେକ ଜିନିଷ ଅଛି ଯୋଉଟା ଗୋଟେ ଫେଲ୍ୟୁଅର। ମୁଁ ଏମିତିକା ଏଇ ବର୍ଷ ଯୋଉ ତର୍ପଣରେ ଗୋଟେ ସେଇଟା ଲେଖିଛି, ଗୋଟେ ଏଇଟା ଫେଲ୍ୟୁଅର ଏକଦମ। ମାନେ ଏଇଟା କରିବାର ଆଚାର୍ଯ୍ୟଙ୍କ ପାଖରେ, ଆଚାର୍ଯ୍ୟ ମାନେ ଯିଏ ଈଶ୍ୱର, ଆଚାର୍ଯ୍ୟ ମା ବିଜୟନାଥ ମାନେ ମାନେ ବୁଦ୍ଧ ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଲେ ଯେ ଆପଣ ନଥିଲା ବେଳେ ଆପଣଙ୍କୁ କେମିତି ଆମେ ଜାଣିବୁ? ନା ଆଚାର୍ଯ୍ୟଙ୍କ ମାଧ୍ୟମରେ, ମୁଁ ହେଉଛନ୍ତି ଆଚାର୍ଯ୍ୟଙ୍କ ମାଧ୍ୟମରେ ଥାଏ। ଏ କଥା ଭାଗବତରେ ରହିଛି। ସେ କଥା ଆଉ କୌଣସି କଥା ମାନେ ଇଏ ତ ଆଶ୍ଚର୍ଯ୍ୟର କଥା। ମାନେ ତାପରେ ଧୀରେ ଧୀରେ ତାଙ୍କ ସାଙ୍ଗରେ କଥାବାର୍ତ୍ତା କରିବା ପାଇଁ ଆମକୁ ବହୁତ ସଂଯମତା ରକ୍ଷା କରିବାକୁ ପଡ଼େ। କାରଣ ତାଙ୍କ ପାଖରେ ଯିଏ ଆଗରୁ ଆମେ ବସୁଥିଲୁ ସେମିତିକା ସାଧାରଣ ଭାବରେ ବସି ଯାଉଥିଲୁ, ସେ କେମିତିକା ନାହିଁ। ଦିନେ ଗୋଟେ ପ୍ରକାର ଛୋଟ ମୁଆଁ, ସେଟା ଏମିତି ଏଇ ଯୋଉ କାରମ ଡାଇସ୍ ଭଳିଆ, ସେ ଏମିତି ଗୋଟେ ଆମ ଗାଁ ପାଖରେ ଜଣେ କରୁଥାଏ। ସେ ମୋ ଘରକୁ ତା ଝିଅ ମୋ ଘରେ ଭଡ଼ା ଥାଏ, ମୁଁ ସେ ଆଣିକି ଦେଲା। ମୁଁ କହିଲି ଆରେ ଏଇଟା ଦାଦାଙ୍କ ପାଖକୁ ତ ନେଇକି ଦେଲେ ହୁଅନ୍ତା ନା। ସେଠୁ ତାପରେ ଦିନେ ତା ମା ଆସିଥିଲା, ସେ ଗୋଟେ 2 ଡଜନ ଖଣ୍ଡେ ଆଣିଥିଲା। ସେଠୁ ମୁଁ ନେଇକି ଆଶ୍ରମ ଗଲି। ତାପରେ ନେଇକି ତାକୁ ମାନେ ହୁରିଶ ଭାଇଙ୍କର ମା ଯାଉଥିଲେ, ମୁଁ କହିଲି ଆପଣ ଏଇଟା ଟିକେ ଦେଇଦିଅନ୍ତୁ, ମୁଁ ଆଣିଥିଲି ଏଟା ଦାଦାଙ୍କ ପାଇଁ। ଆଉ ସେ ନେଲେ, ନେଇକିରି ଦେଲେ। ତାପରେ ମୁଁ କାହିଁକି ସେ ଭିତରେ ମାନେ ଆଉ ଗୋଟେ ମୋର ଗୋଟେ ଇଚ୍ଛା ଏଇଟା ହେଲା, ମୁଁ ଦେଇଦେଲି ଗୋଟେ। କିନ୍ତୁ 10ଟା 11ଟା ବେଳକୁ ଗଲାବେଳକୁ ପୂଜ୍ୟପାଦ ଦାଦା ସେଇଥିରୁ ଗୋଟେ ମୁଆଁଟି ଖାଇକିରି ସେ ଘର ଭିତରୁ ବାହାରୁଛନ୍ତି। ମତେ ବଡ ଆଶ୍ଚର୍ଯ୍ୟ ଲାଗିଲା। ମୁଁ କହିଲି ଆରେ ଗଲା। କଥା ହଉଛି ଅନେକ ସମୟରେ ତାଙ୍କୁ ବୁଝିବା ବହୁତ ମାନେ କଷ୍ଟକର ହେଇଯାଏ। ମାନେ କେମିତିକା ଭାବରେ ପରିଡ଼ାଦାଙ୍କର ମୋର ଦିନେ ଗୋଟେ ଜାଗାରେ ସତ୍ସଙ୍ଗ ଥାଏ। ସେଇଦିନ ଆମର ଏଇ ଯୋଉ ଆମର ବାଙ୍କି ପାଖରେ ଯୋଉ ଛୋଟ ଇଏ ଅଛି ଗୋଟେ କେନ୍ଦ୍ର, ସେ କେନ୍ଦ୍ର ଉଦ୍বোଧନ ହେଇଥାଏ। ସେଇଟା ତ୍ରିପାଠୀ ଗାଁ ପାଖରେ। ସିଏ ଉଦ୍ବୋଧନ ହେଇକି ପୂଜ୍ୟପାଦ ଦାଦା ଆସିଲେ, ଗଲେ ବିଶ୍ରାମ ନେବାକୁ ବାହାରିଲେ। ସେଠୁ ଆମେ ପରିଡ଼ା ଭାଇଙ୍କର ମୋର ସେଦିନ ବାର୍ଷିକ ଉତ୍ସବ ଥିଲା ଗମ୍ଭାରୀମୁଣ୍ଡାର। ତେଣୁ ଆମେ ଯିବା କଥା, ଆଚାର୍ଯ୍ୟଙ୍କ ପରମିସନ ନେଇକି ଯିବା କଥା। ଏବଂ ଆମେ ଯାହା କହିଲୁ ସେ କହିଲେ ନାଇଁ ଦାଦାଙ୍କୁ ତ କହିହେବନି, କିଏ ଯାଇକି ଦାଦାଙ୍କୁ କହିବ ଆପଣଙ୍କ କଥା। ସେଠୁ ଆମେ ଦେଖିଲୁ ଯେ ଆମେ ନ କହିକି ଯିବା ଠିକ୍ ହେବନି, ଆଚାର୍ଯ୍ୟ ଦେବ ଅଛନ୍ତି ଏଇଠି। ସେଠୁ ଆମେ ଏମିତି ବସିକି ଭାବୁଛୁ କ'ଣ କରିବା, ନାଇଁ ଠିଆ ହେବା, ଦେଖିବା କାଳେ ବାହାରି ଯିବେ। ହଠାତ୍ ପୂଜ୍ୟପାଦ ଦାଦା ଆସିଲେ, କହିଲେ ତ୍ରିନାଥ ଦା, ପରିଡ଼ା ଦା, ତୁମର କୁଆଡ଼େ ଯିବାର ଅଛି ତ ଜାନ୍। ମାନେ ଗୋଟେ କଥା ମତେ ଆମକୁ ଆଶ୍ଚର୍ଯ୍ୟ ଲାଗିଲା। ମାନେ ଗୋଟେ କଥା ହଉଛି ଆମେ ଯାହା ଭାବୁ ସେଇଟା ଯଦି ଠିକ ମାନେ ଭାବରେ ଭାବିଥାଉ ଏବଂ ଆମମାନଙ୍କର କୌଣସି ଉଦ୍ଦେଶ୍ୟ ନଥାଏ କି ସେଇଟା ମାନେ ହେଇଯାଏ। ଏମିତି ବହୁତ ଅଛି। ଆଉ ଗୋଟେ ଦିଟା କଥା କହିବି। ଥରେ ଦିନେ ସକାଳୁ ମୋ ପାଖକୁ ଗୋଟେ ଟେଲିଫୋନ ଆସିଲା। ବ୍ରଜ ଭାଇ ଫୋନ କଲା, ଆଚ୍ଛା ଗୋଟେ ବେରୋଲିଆ, ବାରବାଙ୍କି ଜିଲ୍ଲାର ବେରୋଲିଆ ଗାଁରେ ଲକ୍ଷ୍ନୌଠୁ 80 କିଲୋମିଟର ଦୂର ଗୋଟେ ଗାଁରେ ଗୋଟେ ପାରିଜାତ ଗଛ ଅଛି। ଆଉ ପୂଜ୍ୟପାଦ ଦାଦା କହିଛନ୍ତି ତୁମକୁ ସେ ପାରିଜାତ ଗଛଟା ଦେଖ, ସେଟା କେଉଁଟା ପାରିଜାତ କି ନାହିଁ। ସେଠୁ ମୁଁ କହିଲି ଆରେ ଲକ୍ଷ୍ନୌରେ। ତାପରେ ମୁଁ ବହୁତ ଦିନ ଆଗରୁ ଥରେ ପୂଜ୍ୟପାଦ ଦିନେ ମନକୁ ମୋର ଆସିଲା, ମୁଁ କହିଲି ଠାକୁରଙ୍କୁ ଦୟା ହେଲେ ସବୁ କିଛି ପ୍ଲେନରେ ବୁଲିବା। ଏମିତି ଗୋଟେ ମଜାରେ କହିଦେଲି। କାରଣ ସେତେବେଳେ କିଛି ମାନେ ଏତେ ସୁବିଧା ନଥାଏ, ବହୁତ କମିଟିର ମିଟିଂ ଫିଟିଂ ଆସୁନଥାଏ ମୋ ପାଖକୁ, ନୂଆକିରି ମୁଁ ହେଡ୍ ହେଇଥାଏ। ହଠାତ୍ ମୋ ପାଖକୁ ଗୋଟେ ଅର୍ଡର ଆସିଗଲା ଆଉ ଯେ ଆପଣ ଅମଙ୍କ କମିଟିର ମେମ୍ବର ଅଛନ୍ତି, ଏଇ ରିସର୍ଚ୍ଚ ଷ୍ଟେସନ ଇଣ୍ଡିଆରେ ବୁଲିବେ, ଅନେକ ପ୍ରାୟ 10-15ଟା। ପ୍ରଥମଟା ହଉଛି ଲକ୍ଷ୍ନୌ। ଆମେ ଯାଇକି ଲକ୍ଷ୍ନୌରେ ପହଞ୍ଚିଲୁ। ଯେମିତି ପହଞ୍ଚିଲୁ ସାଙ୍ଗେ ସାଙ୍ଗେ ମୁଁ ସେ ଯିଏ ଅର୍ଗାନାଇଜର ତାକୁ କହିଲି, ଏଇ ତମର ଗୋଟେ କାର୍ଟା ଆମକୁ ଦବ, ଆମେ ଯିବୁ ଗୋଟେ ଗାଁକୁ। ସେ ଆଉ ଜଣେ ସଦାନନ୍ଦନ ବୋଲି ଜଣେ କେରଳର ଲୋକ, ସିଏ ସେ କହିଲେ ମୁଁ ଯିବି ଆପଣଙ୍କ ସାଙ୍ଗରେ। ଏବଂ ଗଲୁ, ଏବଂ ସବୁଆଡ଼େ ଲେଖା ହେଇଛି ରାସ୍ତା ଯାକ ୱେ ଟୁ ପାରିଜାତ, ୱେ ଟୁ ପାରିଜାତ। ଆମେ ଯାଇକି ପହଞ୍ଚିଗଲୁ। ସେ ଗଛ ବିରାଟ ଗଛ, ଏବଂ ଗୋଟେ ବାବାଜୀ ତାକୁ ଜଗିଛି, ଲୋକମାନେ ବସ୍ ଯାଉଛି, ଲୋକମାନେ ତୀର୍ଥସ୍ଥାନ ବୋଲି ତାକୁ ଭାବିଛନ୍ତି। ଆରେ ମୁଁ ତ ଏଇଟା କହିଲା, ଏଇଟା ବାଓବାଓ ଗଛଟା ମୁଁ ଦେଖିକି ତାଙ୍କୁ ସାଙ୍ଗେ ସାଙ୍ଗେ ଚିହ୍ନିଦେଲି। ଏଇଟା ଗୋଟେ ଆଫ୍ରିକାନ ପ୍ଲାଣ୍ଟ, ବାଓବାଓ ଆଡେନସୋନିଆ ଡିଜିଟାଟା ତାକୁ ଆମେ କହୁ। ସେଇଟାକୁ ଏଇଟା କ'ଣ ଏମାନେ ପୂଜା କରୁଛନ୍ତି। ଏବଂ ସେ ଗଛରେ ଫୁଲ ନଥାଏ, ପତ୍ର ସବୁ ଟିକେ ଟିକେ ଥାଏ। ଏବଂ ତାପରେ ତାର ଫଟୋ ଉଠେଇକି ଆମେ ଆଣିଲୁ।
ତାପରେ ଆମେ କଲିକତା ଆସିଗଲୁ ଏବଂ କଲିକତାରେ ନା ଲକ୍ଷ୍ନୌରେ ରହିଲୁ ଦିନେ ଆଉ ତାପରେ ଲକ୍ଷ୍ନୌ ବଟାନିକାଲ ଗାର୍ଡେନରୁ ସବୁ ଫୁଲ ମାନେ ସଂଗ୍ରହ କଲୁ ସେ ଗଛର ଏବଂ ତାକୁ ଆଣିକିରି କଲିକତା ଆସିଲୁ। କଲିକତାରୁ ଆମେ ସେଦିନ ଷ୍ଟ୍ରାଇକ୍ ଆମେ 2 ଜଣ ସାଇକେଲରେ ସେ ସଦାନନ୍ଦ ମୁଁ ଯାଇକି ପୂଜ୍ୟପାଦ ଦାଦାଙ୍କୁ ଦେଲୁ। ପୂଜ୍ୟପାଦ ଦାଦା ସାଙ୍ଗେ ସାଙ୍ଗେ କହିଲେ ଆରେ ଏଇଟା ତ ବାଓ ଗଛଟା କି ଏଇଟା କି ପାରିଜାତ। ତାପରେ ମୁଁ ଗୋଟେ ପାରିଜାତ ଆର୍ଟିକଲ ଲେଖିଲି। ପାରିଜାତଟା ହଉଛି ପ୍ରକୃତରେ ଗଙ୍ଗଶିଉଳି। ମାନେ ସାଧାରଣ ଭାବରେ ସଂସ୍କୃତ ସାହିତ୍ୟରେ ପାରିଜାତକୁ ମାନେ ଗଙ୍ଗଶିଉଳି ନହେଲେ ସେଟା ଗୋଟେ ଇମାଜିନାରୀ ପ୍ଲାଣ୍ଟ ଏସବୁ ମାନେ ଅଛି। ସେଇଟା ଲେଖା ହେଲା ଗଲା। ତାପରେ ମାନେ ଅନେକ ସମୟରେ ସେ ଆମକୁ ଏନକରେଜ କରନ୍ତି ମାନେ ତୁମେ ଏଇଟା କର। ହଠାତ୍ ଗୋଟେ ମୁଁ ଘରେ ଅଛି ଗୌରବ ଭାଇ ଫୋନ କଲା କହିଲା ତ୍ରିନାଥ ଦା ପୂଜ୍ୟପାଦ ଦାଦା ଜାଣିବାକୁ ଚାହୁଁଛନ୍ତି ସେ ଗଛ ଏ ରାସ୍ତାରେ ଆମେ ଗଲାବେଳେ ଗୋଟେ ବଡ ଗଛ ଅଛି ସେଥିରେ ବ୍ଲୁ କଲର ଫ୍ଲାୱାର ଭର୍ତ୍ତି ହେଇଛି ଏକଦମ। ଆଚ୍ଛା ମୁଁ କହିଲି ବ୍ଲୁ କଲର ଫ୍ଲାୱାର ନା ବଡ ଗଛଟେ? ସେ କହିଲେ ହଁ। ମୁଁ କହିଲି ସେଟା ଜାକାରାଣ୍ଡା ମାଇମସ୍ଫୁଲିଆ ହେଇଯିବ ଆଉ। ଜାକାରାଣ୍ଡା ମାଇମସ୍ଫୁଲିଆ ମାନେ ଜାକାରାଣ୍ଡା ମାଇମସ୍ଫୁଲିଆ ଗୋଟେ ଗଛଟେ ଅଷ୍ଟ୍ରେଲିଆନ ପ୍ଲାଣ୍ଟ ଆମ ଇଣ୍ଡିଆରେ ରହୁଛି। ସେ ଗଛଟା ଗୋଟେ ବିରାଟ ଗଛ କୃଷ୍ଣଚୂଡା ଭଳିଆ। ତାର ଫୁଲ ଯେତେବେଳେ ଆସିବ ଏକଦମ ବ୍ଲୁ ଆଉ କୌଣସି ଗଛ ଏମିତିକା ନାହିଁ। ସେଠୁ ସେ ଜଣକୁ ଫରେଷ୍ଟ ଅଫିସରକୁ ପଚାରିଲେ ପୂଜ୍ୟପାଦ ଦାଦା ଏଇଟା କ'ଣ ଜାକାରାଣ୍ଡା? ନା ହଁ ଆଜ୍ଞା ଏଇଟା ଜାକାରାଣ୍ଡା ମାଇମସ୍ଫୁଲିଆ। ଏବଂ ମାନେ ଗୋଟେ କଥା ହଉଛି ତ୍ରିନାଥ ଦାସ ସବୁ ଗଛ ଜାଣେ। ମୁଁ କହିଲି ଆଜ୍ଞା ମତେ ଜଣା ନାହିଁ କାରଣ ସେ ଆମର ଦୃଷ୍ଟତା ଅଛି। ସେ କହିଲେ ଏଇ ତମେ ହେଙ୍ଗୁ ଗଛ ଦେଖିଛ? ମୁଁ କହିଲି ହଁ ଆଜ୍ଞା ଦେଖିଛି। ସେଠୁ ମୁଁ ଯାଇକି ଯୋଉଟା ହେଙ୍ଗୁ ଆରେ ଏଇଟା ତ ଫେରୁଲା ଆସାଫଇଟିଟା ଏଇଟା ତ ହେଙ୍ଗୁ ଗଛ ନୁହେଁ। ଏଇଟାକୁ କ'ଣ ସମସ୍ତେ ଆମେ ହେଙ୍ଗୁ କହୁଛୁ? କାରଣ ହେଙ୍ଗୁଟା ଆମେ ଭୁଲ କହୁଛୁ ସେଇଟାକୁ ସେ ଜାଣିଲେ। ଫେରୁଲା ସାଫାଇଟିଟା କିନ୍ତୁ ଗୋଟେ ପ୍ରକାର ଗଛ ଅଛି ଆମ ଜଙ୍ଗଲରେ ସେଟାର ଛୋଟ ଛୋଟ କଢି ଗୁଡାକ ହେଙ୍ଗୁ ଭଳିଆ ବାସନା ହୁଏ। ସେଇଟା ହେଙ୍ଗୁ ନୁହେଁ। ତାପରେ ମୁଁ କହିଲି ନାଇଁ ଆଜ୍ଞା ଆମେ ଏଇଟା ଯେମିତି ପାରିଜାତ ଥାଏ ଆମେ ସମସ୍ତେ ଗୋଟେ ଗଛକୁ ପାରିଜାତ କହୁ ଏବେ ବି ସମସ୍ତେ କହୁଛନ୍ତି ଲଗଉଛନ୍ତି ସେଟା ଭୁଲ। ଏଇଟା ପୂଜ୍ୟପାଦ ଦାଦା କହିବାରୁ ଆମେ ଆଇଡେଣ୍ଟିଫାଏ ହେଲୁ। କିନ୍ତୁ ମୁଁ ତ ପାଠ ପଢିଛି ଅନେକ ବର୍ଷ ଧରିକି ସେମିତିକା ମାନେ ଆମ ଭୁଲ ଗୁଡିକ କୋଉଠି ଥାଏ ସେ ନିଜେ ଜାଣି ଦିଅନ୍ତି ଏବଂ ଆମ ଦ୍ୱାରା ହିଁ କରେକ୍ଟ ସେଟା କରନ୍ତି। ମାନେ ବହୁତ ଜିନିଷ କୁଆଡେ ଗୋଟେ ଜିନିଷ କହିଥିବେ ସେ ଜିନିଷଟା ଏମିତି ଭାବରେ ଆସିବ ଯେ ଆପଣ ବିଶ୍ୱାସ କରିପାରିବେ ନାହିଁ। ଜିନିଷଟା କୌଣସି ମତେ ଆସିକି ଆମ ପାଖରେ ମାନେ ଆମେ ଚେଷ୍ଟା କରୁ କରୁ ସେଇଟା ମାନେ ଆମ ପାଖରେ ପହଞ୍ଚିବ। କିମ୍ବା ଧରନ୍ତୁ ସେ ଦିନେ ବସିକି ନାଟମଣ୍ଡପରେ ଗୋଟେ ଗଛଟେ ଆଣିଲେ କହିଲେ ତ୍ରିନାଥ ଦା କୋଥାଏ? ସେଠୁ ସେଦିନ ସେ ଯୋଉ ବନାରସର 2 ଭାଇ ଆସିକିରି ଶ୍ରୀ ଶ୍ରୀ ବଡ଼ଦାଙ୍କର ଶତବାର୍ଷିକୀ ସମୟରେ ସେ ସବୁ ଇଏ କରୁଥିଲେ ମାନେ ସଙ୍ଗୀତ ଆମେ ସିଆଡେ ଯାଇକି ଠିଆ ହେଇଛୁ। ହଠାତ୍ ମତେ ମୋର ମନେ ହେଲା ଶ୍ରୀ ଶ୍ରୀ ଦାଦା ମତେ କ'ଣ ଖୋଜୁଛନ୍ତି ନା କ'ଣ। ସେଠୁ ମୁଁ ପଳେଇଲି। ଆସିଲା ପରେ ସେ କହିଲା ଏଇ ତ୍ରିନାଥ ଦା ଏଇ ଗଛଟା କ'ଣ? ଏଇ ଯୋଉ ସାଇକାଡ୍ସ ଓଡସମାରୀ ଗଛ ବୋଲି ଆମେ ଆଡେ କହୁ ସେଇଟା ଫଳଟା ସେ ମତେ ପଚାରିଲେ। ମୁଁ କହିଲି ଏଇଟା ସେଇ ଓଡସମାରୀ ଗଛ। ଏଇଟା ଗୋଟେ ତାଳ ଜାତୀୟ ଗଛ ଛୋଟ ଜଙ୍ଗଲର ବହୁତ ପ୍ରିମିଟିଭ ପ୍ଲାଣ୍ଟ ଗୋଟେ କଥା ହଉଛି। ତେଣୁ ଗୋଟେ କଥା ହଉଛି ତାଙ୍କ ପାଖକୁ ଗଲେ ଅନେକ କଥା ଶିଖିବାକୁ ହୁଏ ଏବଂ ସେ ଆମମାନଙ୍କର ଜୀବନରେ ଗୋଟେ ମହାନ ଭାଗ୍ୟ। ଆମମାନେ ଶ୍ରୀ ଶ୍ରୀ ଯୋଉମାନେ ଠାକୁରଙ୍କୁ ଦେଖିଛନ୍ତି ଶ୍ରୀ ଶ୍ରୀ ବଡ଼ଦାଙ୍କୁ ଦର୍ଶନ କରିଛନ୍ତି ସେ ହଉଛି ତାର ମାନେ ପୁଣ୍ୟର କଥା ତ ଆମେ ବର୍ଣ୍ଣନା କରିପାରିବାନି। ଦୁର୍ଲଭ ମନୁଷ୍ୟ ମାନେ ଈଶ୍ୱର କୋଟି ମନୁଷ୍ୟଙ୍କୁ ମନୁଷ୍ୟ ଆମେ ଦେଖିଛେ ସେଇଟା ହଉଛି ବଡ କଥା। ମାନେ ଅଜସ୍ର କଥା ଅଛି ସବୁ ଯୋଉଟା କି ମାନେ ଗୋଟେ ଲେଖିଲେ ମାନେ ତାର ଗୋଟେ ପୁରାଣ ହବ ଏବଂ ବହୁତ କଥା ମାନେ ରହିଛି ଏବଂ ଯୋଉଟାକୁ ଆମକୁ ଅସମ୍ଭବ ମନେ ହୁଏ ସେଟା ସମ୍ଭବ କିପରି କରାଯାଇପାରିବ ସେଇ କଥା ଶ୍ରୀ ଶ୍ରୀ ଦାଦା ଯୋଉଟା କହନ୍ତି ସେଟା ସମ୍ଭବ ହେଇଯାଏ।